ସମସ୍ତଙ୍କୁ ଜୟ ଶ୍ରୀରାମ। ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା ପ୍ରଥମେ ନିରାଟ ସତ୍ୟ କଥା, ତାପରେ ଶୁଣିବା ମୂର୍ତ୍ତିକୁ କାହିଁକି ପ୍ରଣାମ କରିଥାନ୍ତି, ତାପରେ ଶୁଣିବା ହନୁମାନ ଚାଳିଶା ପାଠ କଲେ କେଉଁ ଫଳ ମିଳିଥାଏ, ତାପରେ ଶୁଣିବା ମନକୁ ଛୁଇଁଗଲା ବୋଲି ଆଜିର ଅନୁଚିନ୍ତା ସବୁ। ତାହେଲେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ଚାଲନ୍ତୁ ଏବେ ଶୁଣିବା ନିରାଟ ସତ୍ୟ କଥା। ନୁହେଁ କି ନିଜର ସବୁ ଏଠି ପର, ମିଛ ମାୟା ଏ ସଂସାର। ସୁଖ ବେଲେ ଏଠି ସଭିଏଁ ନିଜର, ଦୁଃଖ ବେଲେ ହେବେ ଦୂର। ଯେତେବେଲେ ଖୁସି ପାଖରେ ଯେ ନଥିବ, ସମସ୍ତେ ପାଖକୁ ଆସନ୍ତି ଧାଇଁ। ଦୁଃଖ ପଡ଼ିଥିବା ପରିସ୍ଥିତି ଦେଖି ଯାଆନ୍ତି ସମସ୍ତେ ମୁହଁ ବୁଲାଇ। ଏହି ସ୍ୱାର୍ଥପର ଦୁନିଆରେ ସବୁ ଦେଖନ୍ତି ନିଜର ସ୍ୱାର୍ଥ। ସ୍ୱାର୍ଥ ସରିଗଲେ ସ୍ୱାର୍ଥ ରକ୍ତ ସମ୍ପର୍କ ବି ହୋଇଯାଏ ଏଠି ଦୂର। ଚାଲନ୍ତୁ ଏବେ ଶୁଣିବା ମାଟିର ମୂର୍ତ୍ତିକୁ କାହିଁକି ପ୍ରଣାମ କରିବା। ଜଣେ ମାଟିର ମୂର୍ତ୍ତି ତିଆରି କରୁଥିବା କଳାକାର ଭଗବାନଙ୍କୁ ପଚାରିଲେ, ହେ ପ୍ରଭୁ, ତମେ ବି ଏକ କଳାକାର, ମୁଁ ବି ଏକ କଳାକାର। ତମେ ମୋ ଭଳି ଅସଂଖ୍ୟ ମଣିଷ ତିଆରି କରି ପୃଥିବୀକୁ ପଠାଇଛ, ଆଉ ମୁଁ ତୁମ ଭଳି ଅସଂଖ୍ୟ ମୂର୍ତ୍ତି ତିଆରି କରି ଏହି ପୃଥିବୀରେ ବିକ୍ରି କରିଛି। କିନ୍ତୁ ସେତେବେଳେ ମୋତେ ଲାଜ ଲାଗେ ଯେତେବେଳେ ତମେ ଗଢ଼ିଥିବା ମଣିଷ ପରସ୍ପର ସହିତ ଲଢ଼େଇ ଝଗଡ଼ା କରନ୍ତି, ଆଉ ମୋ ଦ୍ୱାରା ଗଢ଼ାଯାଇଥିବା ମୂର୍ତ୍ତିକୁ ମୁଣ୍ଡେ ରଖି ମୁଣ୍ଡକୁ ନୁଆଁଇ ଲୋକେ ପ୍ରଣାମ କରିଥାନ୍ତି। ଚାଲନ୍ତୁ ଏବେ ଶୁଣିବା ହନୁମାନ ଚାଳିଶା ପାଠ କଲେ କେଉଁ ଫଳ ସବୁ ମିଳିଥାଏ। ହନୁମାନ ଚାଳିଶା ପାଠ କଲେ କ୍ରୋଧ ନିୟନ୍ତ୍ରଣ ହୁଏ, ସମସ୍ତ ଇଚ୍ଛା ପୂରଣ ହୋଇଥାଏ, ରୋଗ ଶୋକ ସବୁ ଭୟ ନାଶ ହୋଇଥାଏ, ଆକସ୍ମିକ ଦୁର୍ଘଟଣା ଘଟେ ନାହିଁ, ଖରାପ ଶକ୍ତିର ପ୍ରଭାବ ପଡ଼େ ନାହିଁ, ଧନ ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ, ଜୀବନରେ ଆସୁଥିବା ବାଧାବିଘ୍ନ ସବୁ ଦୂର ହୋଇଯାଇଥାଏ, ମଙ୍ଗଳଙ୍କର ଖରାପ ପ୍ରଭାବରୁ ରକ୍ଷା ମିଳିଥାଏ, ଦୁଶ୍ଚିନ୍ତା ଦୂର ହୋଇ ଚିନ୍ତାଧାରା ସକାରାତ୍ମକ ହୋଇଥାଏ। ଚାଲନ୍ତୁ ଏବେ ଶୁଣିବା ମନକୁ ଛୁଇଁଗଲା ଭଳି ସୁନ୍ଦର କଥା ସବୁ। ଲୋକଙ୍କ ମଧ୍ୟରେ ରୁହନ୍ତୁ ଯେପରି 32ଟି ଦାନ୍ତ ମଧ୍ୟରେ ଜିଭ ଅଛି, ଏହା ସମସ୍ତଙ୍କ ସ୍ପର୍ଶରେ ଅଛି, କିନ୍ତୁ ଏହା କାହାଦ୍ୱାରା ଦମନ କରାଯାଏ ନାହିଁ। ପିତା ମାତାଙ୍କ ଆଖିରେ ଲୁହ କେବଳ ଦୁଇଥର ଆସେ। ଗୋଟିଏ ହେଉଛି ଯେତେବେଳେ ଝିଅ ବାହା ହୋଇ ଘରୁ ବିଦା ହୁଏ, ଏବଂ ଅନ୍ୟଟି ଯେତେବେଳେ ପୁଅ ମୁହଁ ମୋଡ଼ିଥାଏ। ପତ୍ନୀ ପସନ୍ଦ ଅନୁସାରେ ପାଇପାରିବ, କିନ୍ତୁ ପିତାମାତାମାନେ ପୁଣ୍ୟ ଦ୍ୱାରା ମିଳିଥାନ୍ତି। ବିଶ୍ୱାସ ଏକ ଛୋଟ ଶବ୍ଦ। ଏହା ପଢ଼ିବାକୁ 1 ସେକେଣ୍ଡ ଲାଗେ, 1 ମିନିଟ୍ ଭାବିବା ପାଇଁ ଏବଂ ବୁଝିବାକୁ ଏହା କିଛି ଦିନ ଲାଗେ, କିନ୍ତୁ ଏହାକୁ ପ୍ରମାଣ କରିବାକୁ ଜୀବନ ସାରା ଲାଗିଯାଇଥାଏ। କ୍ୟାଲେଣ୍ଡର ସବୁଦିନ ତାରିଖ ବଦଳାଇଥାଏ, କିନ୍ତୁ ଦିନ ଏମିତି ଆସେ କି ତାରିଖ ମଧ୍ୟ କ୍ୟାଲେଣ୍ଡର ବଦଳାଇଥାଏ। ତେଣୁ ଧୈର୍ଯ୍ୟ ରଖନ୍ତୁ, ସମୟ ସମସ୍ତଙ୍କ ଆସିବ। କାହାକୁ ତୁମ ଭଳି ହେବ ବୋଲି ଆଶା କର ନାହିଁ, କାରଣ ତୁମେ କଦାପି ତୁମ ସିଧା ହାତର କାହାର ସିଧା ହାତ ଧରି ଚାଲିପାରିବ ନାହିଁ। କାହା ସହିତ ଚାଲିବା ପାଇଁ ଜଣେ ତାଙ୍କ ବିପରୀତ ହାତକୁ ତାଙ୍କ ହାତରେ ଧରି ରଖିବାକୁ ପଡ଼ିବ, ସେତେବେଳେ ସେ ଆଗକୁ ଯାଇପାରିବ। ଅମୂଲ୍ୟ ସମ୍ପର୍କର ତୁଳନା କେବେ ବି ପଇସା ସହିତ କରନ୍ତୁ ନାହିଁ। ପଇସା 2 ଦିନ କାମରେ ଆସିବ, କିନ୍ତୁ ସମ୍ପର୍କ ଜୀବନ ସାରା କାମରେ ଆସିବ। ପାଣିକୁ ନ ପଶିଲେ ଯେମିତି ପହଁରିବା ଶିଖି ହୁଏ ନାହିଁ, ଠିକ୍ ସେମିତି ଜୀବନରେ ଖରାପ ସମୟ ନ ଆସିଲେ ମଣିଷ ଚିହ୍ନି ହୁଏ ନାହିଁ।
କେବେ ବି ପର କଥା ଶୁଣି ନିଜ ଲୋକଙ୍କ ଉପରେ ଅବିଶ୍ୱାସ କରିବା ଉଚିତ ନୁହେଁ। କାହିଁକି ନା ଆଜିର ଦୁନିଆରେ ସମ୍ପର୍କ ଭାଙ୍ଗିବା ଲୋକଙ୍କର ଅଭାବ ନାହିଁ। ଯାହା ଆମକୁ ମିଳୁଛି ସେଇଟା ଭଗବାନଙ୍କର ଇଚ୍ଛା, ଆଉ ଯାହା ନ ମିଳୁଛି ସେଇଟା ମଧ୍ୟ ଭଗବାନଙ୍କ ଇଚ୍ଛା। କାହିଁକି ନା ଆମ ପାଇଁ ଯେଉଁଟା ଭଲ ଭଗବାନ ଆମକୁ ସେଇଟା ହିଁ ଦେଇଥାନ୍ତି। ଜୀବନରେ କେବେ ବି କାହା ପାଇଁ ମରିବାକୁ ଚେଷ୍ଟା କରନ୍ତୁ ନାହିଁ। କାହିଁକି ନା ଯାହାକୁ ତୁମ କାନ୍ଦିବାର ଫରକ ପଡ଼ୁନି ତାକୁ ତୁମ ମୃତ୍ୟୁର କିଛି ବି ଫରକ ପଡ଼ିବନି। ଛୋଟବେଳେ ସ୍କୁଲ ଯିବା ସମୟରେ ଟଙ୍କାଟିଏ ମିଳିଲେ ଯେଉଁ ଖୁସି ମିଳୁଥିଲା, ସତରେ ଆଜି 1000 ଟଙ୍କା ମିଳିଲେ ବି ସେଦିନର ଖୁସି ଆଉ ମିଳୁନି। କାହାକୁ ଖରାପ ବୋଲି କହିବା ଆଗରୁ ପ୍ରଥମେ ନିଜେ ନିଜକୁ ଠିକ୍ ବୋଲି ପ୍ରମାଣ କରିଦେବା ଉଚିତ। ମଣିଷ ଶରୀରର ସବୁଠାରୁ ସୁନ୍ଦର ଅଂଶ ହେଲା ତାର ମନ। ଯଦି ମନ ସଫା ନଥିବ ତାହେଲେ ଚମକୁଥିବା ଚେହେରାର ବି କୌଣସି ମୂଲ୍ୟ ନଥାଏ। ଯାହା ଘଟିଯାଇଛି ତାକୁ ଭୁଲିଯାଅ। ଯାହା ଘଟୁଛି ତାକୁ ଗ୍ରହଣ କର। ଯାହା ଘଟିବାର ଅଛି ତା ଉପରେ ଭରସା ରଖ। କାରଣ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ହିଁ କରନ୍ତି। ଆଘାତ ଏଭଳି ଏକ ଜିନିଷ ଯାହା ମଣିଷକୁ ସଠିକ୍ ଜ୍ଞାନ ଦେଇଥାଏ। କାରଣ ଯେ ପର୍ଯ୍ୟନ୍ତ ମଣିଷ କାହାଠାରୁ କୌଣସି ଆଘାତ ପାଇନଥାଏ ସେ ପର୍ଯ୍ୟନ୍ତ ସଠିକ୍ ରାସ୍ତାକୁ ଆସିପାରି ନଥାଏ। ଯେତେଦିନ ଯାଏଁ ଆପଣ ଅନ୍ୟର କଥା ହଜମ କରି ପାରୁଥିବେ ସେତେଦିନ ଯାଏଁ ଆପଣ ଭଲ। ଯେଉଁଦିନ ପ୍ରତିବାଦ କରିବେ ସେବେଠାରୁ ଆପଣ ଖରାପ ହୋଇଯିବେ। ଜୀବନରେ କାହାକୁ କନ୍ଦେଇକି କାହା ମନରେ କଷ୍ଟ ଦେଇକି ଦାନ ଧର୍ମ କଲେ କିଛି ଲାଭ ମିଳିନଥାଏ। ଯଦି ମୁହଁରେ କାହାର ହସ ଫୁଟାଇ ପାରୁଛନ୍ତି ତାହେଲେ କୌଣସି ମନ୍ଦିର ବି ଯିବାକୁ ପଡ଼ିବ ନାହିଁ। ଜୀବନରେ ତ କଷ୍ଟ ବହୁତ ଅଛି। କଷ୍ଟକୁ ତ ଡରିଗଲେ ହାରିଯିବେ। ସୁଖ ପାଇବା ପାଇଁ ହେଲେ ବାଟରେ ଅନେକ କଣ୍ଟା ମାଡ଼ିବାକୁ ତ ହେବ। ଯଦି ଆଜିର ଅନୁଚିନ୍ତା ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରି ବେଲ୍ ଆଇକନକୁ ଟଚ୍ କରନ୍ତୁ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।